କେତେ ବର୍ଷରେ ଭଲ ଦିନ ଭଲ ବେଳାଟିଏ ପଡ଼ିଛି। ଯେମିତି ହେଲେ ଯିବ ନର୍ମଦା ନିଜ ସ୍ୱାମୀଙ୍କୁ କହୁଥାଏ। 30 ବର୍ଷରେ ପଡ଼ିଛି ମୁଁ ଯିବି ବୁଡ଼ ପକାଇବି। ମୁଁ ଓ ମୋର ସାଙ୍ଗମାନେ ବାହାରିବୁ ଏଠାରୁ ବସ୍ ଯାଉଛି। ତୁମେ ଗଲେ ଯାଅ ନହେଲେ ନାହିଁ। ଶଙ୍କର କହୁଥାଏ ଭଲ କର୍ମ କର ବୁଡ଼ ପକାଇ ଦେଲେ କ'ଣ କର୍ମ ନଷ୍ଟ ହୋଇଯାଏ କି? ଘରେ କାହା କଥା ଶୁଣିବାର ନାହିଁ। ନର୍ମଦା ବାହାରି ପଡ଼ିଲା ଧାର ଉଧାର କରି ଗଙ୍ଗା ସ୍ନାନ। ଦଳ ଦଳ ହୋଇ ଗଙ୍ଗା ସ୍ନାନ କରୁଥାନ୍ତି। ଯେମିତି ବାବା ସାଧୁ ସନ୍ଥ ସେମିତି କିଛି କିଛି ଧନିକ ଶ୍ରେଣୀର ଲୋକ, ଆଉ କିଛି ମଧ୍ୟମ, ଆଉ କିଛି ଗରିବ, ଆଉ କିଛି ଭିଆଇପି, ଆଉ କିଛି ଭିଭିଆଇପି। ହେଲେ ସେଇଠି ପୁଣି ଗାଧୋଇ ସାରି ବ୍ରାହ୍ମଣମାନଙ୍କୁ କିଛି ଦେଇ ସେମାନଙ୍କର ସନ୍ତୁଷ୍ଟ କରିବା। ବେଚାରୀ ଗରିବ ମାଉସୀଟେ ଶୀତରେ ଥୁଡ଼ିକି ଥୁଡ଼ିକି ପାଣିରୁ ବାହାରିଲେ। ନନାଟି ଡାକ ଛାଡ଼ୁଥାଏ, ଏ ମାଉସୀ ଏପଟେ କିଛି ଦାନ କର। ମାଉସୀ କିଛି ନ କହି ଚୁପ୍ ରହିଲେ। ପୁଣି ନନାଟି କହୁଥାଏ, ଦାନ ନ କଲେ ପାପ ଅର୍ଜନ କରିବ। ନର୍ମଦା ବି ସେଇ ଜାଗାରେ ବୁଡ଼ ପକାଉଥିଲା। ମାଉସୀ ବୋଧେ ନନାକୁ ଶୁଣାଉଥାନ୍ତି। ପବିତ୍ର ଗଙ୍ଗାରେ ପାପ ଧୁଏନି, ଶରୀର ଧୁଏ। ପାପ ଶରୀର ନୁହେଁ ମନ କରିଥାଏ। ତୁମ ମନର ଭାବନା ବଦଳାଅ, ପାପ ଆପେ ଦୂର ହୋଇଯିବ। ମାଉସୀ କଥାରେ